ଯେକୌଣସି ବାଟରେ ପଳେଇ ଯାଉଥିଲା ସେତିକି ବାଟରେ ଖସି ଯାଇଥିଲା। ମୁଁ ତାକୁ ମାଣ୍ଡି ବସି ଜାଲ ସହ ତାକୁ ନେଇକି ଆସିଛି। ଦେଖନ୍ତୁ ପୁରା ରାଗର ଘର ହଉଛି, ସବୁ ଛିଣ୍ଡେଇ ଦବ। ହାଇ ଫ୍ରେଣ୍ଡସ୍, ଜୟ ଜଗନ୍ନାଥ, ଶୁଭ ସକାଳ। ଆଉ ମୁଁ ବର୍ତ୍ତମାନ ସକାଳୁ ଚାଲି ଆସିଛି ବର୍ତ୍ତମାନ ପୋଖରୀ ପାଖକୁ, ଯେହେତୁ ନଞ୍ଜା ବସିଛି। ଆଉ ବର୍ତ୍ତମାନ ଟିକେ ପାଣି ବୋତଲ ଅଛି, ମୁଁ ବର୍ତ୍ତମାନ ପାଣି ବୋତଲ ନେଇକି ପଳେଇ ଆସିଛି। ଆଉ ନଞ୍ଜା ଯେହେତୁ ବସିଛି, ଦେଖିବା ଠିକ ଅଛି ଜାଲ ପକେଇକି ମାଛ ଆଜି ଧରିବା, କେତେ କ'ଣ ପଡ଼ୁଛି। ନିଶ୍ଚିତ ଭାବରେ ବ୍ଲଗ୍ଟି କଣ୍ଟିନ୍ୟୁ କରିବେ, ଶେଷ ଯାଏଁ ଦେଖିବା ପାଇଁ ଚେଷ୍ଟା କରିବେ ଏବଂ ସବସ୍କ୍ରାଇବ୍ ମଧ୍ୟ କରିଦେବେ। ଚାଲନ୍ତୁ ଆଜିର ବ୍ଲଗ୍ଟି ଷ୍ଟାର୍ଟ କରିବା ପୋଖରୀ ପାଖରୁ। ଇଏ ତ ହେଉଛି ପୋଖରୀର ଦୃଶ୍ୟ। ଆଉ ବର୍ତ୍ତମାନ ଯିବି ଜାଲ ପକେଇବା ପାଇଁ। ପାଣି କୁଆ ଦେଖନ୍ତୁ, ପ୍ରବଳ ପାଣି କୁଆ, ଯେ କି ଏ ପୋଖରୀରେ ଟିକେ ଚିଙ୍ଗୁଡ଼ି ଭଲ ଅଛନ୍ତି ବୋଲି ପାଣି କୁଆ ପ୍ରବଳ। ଦେଖନ୍ତୁ ମୁଁ ଆପଣଙ୍କୁ ଦେଖାଉଛି, ପାଣି କୁଆ ପ୍ରବଳ ଧରଣର ଏ ପୋଖରୀରେ ଟିକେ, ଯେହେତୁ ଚିଙ୍ଗୁଡ଼ି ଅଛନ୍ତି ଅଧିକ, ପାଣିଟା କମିଯାଇଛି ନଜା ବସିଛି ବୋଲି ହେଲା, କିନ୍ତୁ ପାଣି କୁଆ ପ୍ରବଳ ଦେଖୁଛନ୍ତି। ଦେଖନ୍ତୁ କ'ଣ ଚିଙ୍ଗୁଡ଼ି ଖାଇଯାଉଛନ୍ତି। ପାଣି କୁଆ ବଗ ସାଇଡ଼ରେ ବସିଛନ୍ତି। ପାଣି କୁଆ ଯେହେତୁ 3 ନମ୍ବର ପୋଖରୀ ଖେପେ ପକେଇବା, କାହିଁକିନା ଏଇ ଘାଇ ମୁହଁ କତିର ମାଛ ମାରୁଛନ୍ତି, ପାଣି ପଶୁଛି ପାଇପ୍ର। ଆମେ ସେ ପାଇପ୍ ମୁହଁ କତିକି ପକେଇବା, ଦେଖିବା। ଫାଇନାଲି ମୁଁ ବର୍ତ୍ତମାନ ଫାଷ୍ଟ ଖେପା ଆସି ପକେଇଦେଲି 3 ନମ୍ବର ପୋଖରୀରେ। ଦେଖନ୍ତୁ ଇଏ କଙ୍କଡ଼ାଟି ସେ ଜାଲରେ ପଡ଼ିଥିଲା, ମାନେ ରାଗର କଉଳିଆ ହେଉଛି। ଦେଖନ୍ତୁ ମାନେ ପଳେଇ ଯିବା ପାଇଁ ଚେଷ୍ଟା କରୁଥିଲା, କିନ୍ତୁ ମୁଁ ତାକୁ ଯେକୌଣସି ବାଟରେ ପଳେଇ ଯାଉଥିଲା ସେତିକି ବାଟରେ ଖସି ଯାଇଥିଲା। ମୁଁ ତାକୁ ମାଣ୍ଡି ବସି ଜାଲ ସହ ତାକୁ ନେଇକି ଆସିଛି। ଦେଖନ୍ତୁ ପୁରା ରାଗର ଘର ହଉଛି, ସବୁ ଛିଣ୍ଡେଇ ଦବ ମୋତେ। ଦେଖନ୍ତୁ କଙ୍କଡ଼ାଟି, ଆଉ ଦେଖିବା କ'ଣ ପଡ଼ିଛନ୍ତି। ଆଉ ପାଖାପାଖି ଚିରୁଆ ପଡ଼ିଛନ୍ତି। ଦେଖନ୍ତୁ, ଆଉ ମୁଁ ଝାଡ଼ି ସାରିଲା ପରେ ନିଶ୍ଚିତ ଭାବରେ ଦେଖେଇମି ଆପଣଙ୍କୁ। ଖେପା ମୁଁ ପକେଇଲି, ଗୋଟେ କଙ୍କଡ଼ା, 4ଟା ଚିନଉ, ଆଉ ଆମର ତେଲ ପାମ୍ପୁଡ଼ି 2ଟା ଛୋଟ ଛୋଟ, ଆଉ ଭେନାମି 2ଟା, ଆଉ ଚିଙ୍ଗୁଡ଼ି 10-20ଟା ଖଣ୍ଡେ, ଏତିକି ମୁଁ ଧରିଛି। ଦେଖନ୍ତୁ ଏଇ ଯେଉଁ ଭେନାମି 2ଟା ଦେଖୁଛନ୍ତି ବଡ଼ ବଡ଼, ସିଏ ହେଉଛି ଆମର ଯେଉଁ ଏଇଟା ହେଉଛି ଚାଷ ଭେନାମି। ଦେଖନ୍ତୁ ସେଇ ଯେଉଁ 2ଟା, ଏଇଟା ହେଉଛି ଆମ ଚାଷ ଭେନାମି। ସେ ରହିଥିଲେ ଆଉ ତଳି ଇଏ ଯେ ପାଖାପାଖି 2 କିଲୋ ଥିଲେ, ସେ ସିଝେଇ ରହିଲେଣି, ସେ ବଢ଼ିଲେଣି, ପାଖାପାଖି 30 ଗ୍ରାମ ହେଇଗଲାଣି। ଦେଖ 30 ଗ୍ରାମ ହେଇଗଲାଣି। ଆମର ସେତେ ମାଛ ଥିଲେ ଆମର ଏତେ 30 ଗ୍ରାମ ହେଇସାରନ୍ତା। ଫାଇନାଲି ସମୟ ପାଖାପାଖି 12ଟା। ମୁଁ ବର୍ତ୍ତମାନ ଦେଖନ୍ତୁ ଜାଲ ପକାଉଥିଲି, ଆଉ ଜାଲ ପକେଇକି ଏତିକି ମାଛ ଦେଖନ୍ତୁ ମୁଁ ଧରି ସାରିଛି। ଆଉ ବର୍ତ୍ତମାନ ଯେହେତୁ ପାଣି ଦେଖନ୍ତୁ ଛାଡ଼ିଆ ହେଲାଣି, ଆଉ 12ଟା ହେଲାଣି, ପାଣି ବର୍ତ୍ତମାନ ଛାଡ଼ିବ। ବର୍ତ୍ତମାନ ଯିବା ସେଠି ନଞ୍ଜା ଝାଡ଼ିବା। ଆଉ ଚାଲନ୍ତୁ ବର୍ତ୍ତମାନ ଯିବା। ଏଠି ପାଣି ଛାଡ଼ିଆ ହେଲାଣି, ଛାଡ଼ିଲାଣି ମଧ୍ୟ।